कौनसी भी दिन କରିଦେବେ गुजराती बा इलायचीर ଏହି ମହା ଉପାୟ। ଜୀବନର ସମସ୍ତ କଷ୍ଟରୁ ତୁରନ୍ତ ମିଳିଯିବ ଆପଣଙ୍କୁ ମୁକ୍ତି। ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ନା କେବଳ ହେବ ଆପଣଙ୍କ ଜୀବନରେ ଧନର ବର୍ଷା, ବରଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ବନିଯିବେ ଆପଣ କୋଟିପତି। ବନ୍ଧୁମାନେ, ଯଦି ଆପଣ ଆପଣଙ୍କ ଜୀବନରେ ବହୁତ ବେଶୀ କଷ୍ଟ ସମସ୍ୟାରେ ଅଛନ୍ତି, ଆପଣଙ୍କ ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଛି, ଆପଣଙ୍କ ଜୀବନରେ ସମସ୍ୟା କଷ୍ଟ ଆପଣଙ୍କର ପିଛା ଛାଡ଼ୁନାହିଁ, ଆପଣ କରଜର ମାୟାଜାଲରେ ଫସି ଯାଇଛନ୍ତି, ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ, ତେବେ କେବଳ ଆପଣ ତନ୍ତ୍ରଶାସ୍ତ୍ର ଅନୁସାରେ ଇଲାଇଚିର ସେହି ଉପାୟକୁ କରି ନିଅନ୍ତୁ, ଯାହା ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ବତାଇବାକୁ ଯାଉଅଛୁ। ଏବଂ ଇଲାଇଚିର ଏହି ଉପାୟକୁ କରିବା ପରେ ନା କେବଳ ଆପଣଙ୍କୁ ଆପଣଙ୍କ ଜନ୍ମ ଜନ୍ମାନ୍ତରର ଗରିବୀରୁ ମୁକ୍ତି ମିଳିଯିବ, ବରଂ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଯିବ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଧନ ଆସିବାର ସମସ୍ତ ରାସ୍ତା ଖୋଲିଯିବ। ଏମିତିରେ ଇଲାଇଚିର ପ୍ରୟୋଗ ଆମେ ଖାଦ୍ୟରେ ବା ବ୍ୟଞ୍ଜନରେ ପ୍ରୟୋଗ କରିଥାଉ, କିନ୍ତୁ ଅନ୍ୟପଟେ ଯଦି ଆପଣ ତନ୍ତ୍ରଶାସ୍ତ୍ର ଅନୁସାରେ ଇଲାଇଚିର ପ୍ରୟୋଗ ସଠିକ୍ ଭାବରେ କରିବେ, ଯେମିତି ଆମେ ଏହି ଭିଡ଼ିଓରେ ବତାଇବାକୁ ଯାଉଅଛୁ, ତ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ଇଲାଇଚିକୁ ଶୁକ୍ର ଗ୍ରହର କାରକ ବୋଲି ମାନାଯାଇଥାଏ। ଶୁକ୍ର ଗ୍ରହଙ୍କ ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ ଏବଂ ଆମର ତନ୍ତ୍ରଶାସ୍ତ୍ରରେ ସଫା ସଫା ଲେଖା ହୋଇଛି, ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ତାଙ୍କର ସାଥ ଦେଇଥାଏ, ସେହି ବ୍ୟକ୍ତିଙ୍କ ଉପରେ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନି ରହିଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ନା କେବଳ ସେହି ବ୍ୟକ୍ତିକୁ ଗରିବୀ ସମସ୍ୟା କଷ୍ଟରୁ ମୁକ୍ତି ମିଳିଯାଇଥାଏ, ବରଂ ସେହି ବ୍ୟକ୍ତିକୁ କୋଟିପତି ବନିବାରେ କେହି ବି ରୋକିପାରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି, ଯଦି ଆପଣ ଇଲାଇଚିର ପ୍ରୟୋଗ ସଠିକ୍ ବିଧିବିଧାନରେ କରିଦେବେ ତ ମାନିକି ଚାଲନ୍ତୁ, ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। ମାନା ଯାଇଥାଏ ଇଲାଇଚିର ପ୍ରୟୋଗ ଗୋଟେ ବ୍ୟକ୍ତିର ଭାଗ୍ୟକୁ ବଦଳାଇ ଦେଇପାରେ। ଏହି ଭିଡ଼ିଓରେ ଆମେ ଆପଣଙ୍କୁ ବତେଇବୁ କି ଇଲାଇଚିର କେଉଁ ଉପାୟ ବିଷୟରେ ଆମର ତନ୍ତ୍ରଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ରରେ ଏବଂ ବେଦ ପୁରାଣରେ ଲେଖା ହୋଇଛି। ବିଶ୍ୱାସ କରନ୍ତୁ, ଯଦି ଆପଣ ଏହି ଉପାୟକୁ ସଠିକ୍ ବିଧିବିଧାନର ସହିତ କରିଦେବେ ତ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତେବେ ଚାଲନ୍ତୁ ଜାଣିବା ଇଲାଇଚିର ସେହି ଉପାୟ ଗୁଡ଼ିକ ବିଷୟରେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହା ପୂର୍ବରୁ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭକ୍ତିର ସହକାରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ସବୁଠାରୁ ପ୍ରଥମ ଉପାୟଟି ହେଲା ଶୁକ୍ର ଗ୍ରହଙ୍କୁ ମଜବୁତ କରିବାର ମହା ଉପାୟ। ଭିଡ଼ିଓ ଆରମ୍ଭରୁ ଆମେ ଆପଣଙ୍କୁ କହିସାରିଛୁ କି ଯେଉଁ ବ୍ୟକ୍ତିର ଶୁକ୍ର ଗ୍ରହ ମଜବୁତ ହୋଇଥାଏ, ସେହି ବ୍ୟକ୍ତିକୁ ସର୍ବଦା ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ ଏବଂ ଥରେ ଯଦି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳିଗଲା, ତେବେ ଆପଣଙ୍କୁ କୋଟିପତି ହେବାରେ କେହି ବି ରୋକିପାରିବେ ନାହିଁ। ଆପଣଙ୍କ ଜୀବନରେ କେବେ ବି ଆପଣଙ୍କୁ ଧନର କମି ହେବ ନାହିଁ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ବନିଯାଉ, ତେବେ କେବଳ ଆପଣ ଏହି ଉପାୟକୁ 5ଟି ଶୁକ୍ରବାର କରିନିଅନ୍ତୁ। ଦେଖିବେ 5ଟି ଶୁକ୍ରବାର ପରେ ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ବନିଯିବେ। ଶୁକ୍ରବାରର ଦିନ ମା ଲକ୍ଷ୍ମୀଙ୍କ ଦିନ ହୋଇଥାଏ ଏବଂ ଏହି ଦିନ ଆପଣ କୌଣସି ବି ପୂଜାପାଠ କରିବେ ତ ଏହାର ଶୁଭ ଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହୋଇଥାଏ। ଯେମିତି ଆପଣ ଭିଡ଼ିଓରେ ଦେଖିପାରୁଥିବେ, ଏହା ହେଉଛି ସଦାବାହାର ଗଛ। ସଦାବାହାର ଗଛ ପୁରା ପୃଥିବୀରେ ଏହା ଏକ ଏମିତି ଗଛ ଅଟେ, ଯେଉଁଥିରେ ମା ଲକ୍ଷ୍ମୀଙ୍କର ଅଷ୍ଟରୂପ ବାସ କରିଥାଏ। ଆପଣ ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ଗୋଟିଏ ତମ୍ବାର ଲୋଟା ନେଇଯାଆନ୍ତୁ। ସେଥିରେ ଗଙ୍ଗାଜଳ ଭରି କରିଦିଅନ୍ତୁ। ଗୋଟିଏ ଇଲାଇଚି ପକାଇ ଦିଅନ୍ତୁ ଏବଂ କୌଣସି ବି ସଦାବାହାର ଗଛ ମୂଳରେ ଏହି ଜଳକୁ ଅର୍ପଣ କରିଦିଅନ୍ତୁ। ଆପଣ ଏହି ଉପାୟକୁ 5ଟି ଶୁକ୍ରବାର କରିଦିଅନ୍ତୁ। ଦେଖିବେ 5ଟି ଶୁକ୍ରବାର ପରେ ଆପଣଙ୍କ ଶୁକ୍ର ଗ୍ରହ ମଜବୁତ ବନିଯିବେ ଏବଂ ଆପଣଙ୍କ ଜୀବନରେ କେବେ ବି ଧନର କମି ହେବ ନାହିଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ଦ୍ୱିତୀୟ ଉପାୟ, ଅଧିକ ଖର୍ଚ୍ଚରୁ ବଞ୍ଚିବାର ଉପାୟ। ଯଦି ଆପଣଙ୍କ ଜୀବନରେ ପଇସା ଆସୁଅଛି ହେଲେ ଖର୍ଚ୍ଚ ହୋଇଯାଉଛି, ଧନର ଅଭାବ ଦେଖାଦେଉଛି, ଆପଣଙ୍କର ପର୍ସ
ସର୍ବଦା ଖାଲି ହୋଇଯାଉଛି। କେବଳ ଗୋଟିଏ ଶୁକ୍ରବାର ଆପଣ ଯଦି ଏହି ଉପାୟ କରି ନିଅନ୍ତି, ଯାହା ଆମେ ଆପଣଙ୍କୁ ବତାଇବାକୁ ଯାଉଅଛୁ, ଦେଖିବେ ଆପଣଙ୍କର ଖର୍ଚ୍ଚ କମିଯିବ ଏବଂ ଧନ ସଞ୍ଚୟ ହେବା ଆରମ୍ଭ ହୋଇଯିବ। ଚାରି ଦିଗରୁ ଧନ ଆସିବା ଆରମ୍ଭ ହୋଇଯିବ। ଏହି ଉପାୟ ଜ୍ୟୋତିଷ ଶାସ୍ତ୍ରର ଅଧ୍ୟାୟ ନମ୍ବର 31 ଅଟେ। କୌଣସି ବି ଶୁକ୍ରବାର ଦିନ ଆପଣ ସନ୍ଧ୍ୟାବେଳେ ସ୍ନାନ କରନ୍ତୁ ଏବଂ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, କାରଣ ମା ଲକ୍ଷ୍ମୀଙ୍କୁ ନାଲି ରଙ୍ଗ ବହୁତ ପ୍ରିୟ ହୋଇଥାଏ। ଆପଣ ବସ୍ତ୍ର ପରିଧାନ କରିବା ପରେ ଆପଣଙ୍କ ଘରର ପୂଜା ଘରେ ଯେଉଁଠାରେ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋ ଅଛି, ତା ସାମ୍ନାରେ ଆପଣ ବସିଯାଆନ୍ତୁ ଏବଂ ଗୋଟିଏ ଘିଅର ଦୀପ ଜାଳନ୍ତୁ। ଆପଣଙ୍କ ହାତରେ ଗୋଟିଏ ଇଲାଇଚି ନିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ସେହି ବୀଜ ମନ୍ତ୍ରକୁ ଜପ କରନ୍ତୁ, ଯେଉଁ ମନ୍ତ୍ର ଆମେ ଆପଣଙ୍କୁ ବତାଉଛୁ। ମନ୍ତ୍ରଟି ହେଲା ଓଁ ମହାଲକ୍ଷ୍ମୀ ନମଃ। ଏହି ବୀଜ ମନ୍ତ୍ରର ଜପ କେବଳ 11 ଥର କରନ୍ତୁ। ତାପରେ ଆପଣ ସେହି ଇଲାଇଚିକୁ ବ୍ୟାଗ୍ରେ ବା ପର୍ସରେ ରଖିଦିଅନ୍ତୁ କିମ୍ବା ଘରେ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କର ଖର୍ଚ୍ଚ କମିଯିବ, ଧନ ସଞ୍ଚୟ ହେବା ଆରମ୍ଭ ହୋଇଯିବ। ଆପଣଙ୍କର ପର୍ସ ସର୍ବଦା ପଇସାରେ ଭରି ରହିବ। ଏବେ ଜାଣନ୍ତୁ ତୃତୀୟ ଉପାୟ। ଏହା ଏକ ଏମିତି ଉପାୟ ଅଟେ ଯାହାଦ୍ୱାରା ଆପଣଙ୍କର ରାହୁ କେତୁ ଆପଣଙ୍କର ସାଥ ଦେବେ। ଏହି ଉପାୟ ଏକ ଏମିତି ଉପାୟ ଅଟେ ଯାହାକୁ ଯଦି ଆପଣ କରିଦେବେ ତ ଆପଣଙ୍କର ଭାଗ୍ୟ ଚମକି ଉଠିବ, ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ। ଆପଣ 5ଟି ବୃହସ୍ପତିବାର ବା ଗୁରୁବାର ଦିନ ଏହି ଉପାୟକୁ କରନ୍ତୁ। ବୃହସ୍ପତିବାର କ'ଣ ପାଇଁ ନା, ବୃହସ୍ପତିବାର ଭଗବାନ ବିଷ୍ଣୁଙ୍କର ଦିନ ହୋଇଥାଏ। ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ପତି ଅଟନ୍ତି। 5ଟି ବୃହସ୍ପତିବାର ଦିନ ଆପଣ ସକାଳୁ ଉଠି ସ୍ନାନ ଆଦି କରି ଏକ ଧଳା କପଡ଼ା ନିଅନ୍ତୁ। ଧଳା କପଡ଼ା ଉପରେ ଏକ ମୁଠି ଚାଉଳ ରଖନ୍ତୁ, ଗୋଟିଏ ଇଲାଇଚି ରଖନ୍ତୁ ଏବଂ ଏହାର ଏକ ପୁଟୁଳି ବନାଇ ଦିଅନ୍ତୁ ଏବଂ ଏହାକୁ ନେଇ କୌଣସି ମନ୍ଦିର ବାହାରେ ବସିଥିବା ଭିକାରୀମାନଙ୍କୁ ଦାନ କରିଦିଅନ୍ତୁ। 5ଟି ବୃହସ୍ପତିବାର ଦିନ ଯଦି ଆପଣ ଏହି ଉପାୟକୁ କରିଦେବେ ତ ଆପଣଙ୍କର ରାହୁ କେତୁ ସର୍ବଦା ଆପଣଙ୍କର ସାଥ ଦେବେ। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ, ଭାଗ୍ୟ ଆପଣଙ୍କର ସାଥ ଦେବା ଆରମ୍ଭ କରିଦେବ। ଯଦି ଆପଣ ଚାହୁଁଛନ୍ତି କି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ବନି ରହୁ, ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଘରର ଉନ୍ନତି ହେଉ, ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ ସର୍ବଦା ଧନର ଆଗମନ ହେଉ, ତ ଏହି ଉପାୟକୁ ଆପଣ ପ୍ରତ୍ୟେକ ଶୁକ୍ରବାର ଦିନ କରନ୍ତୁ, ଯାହା ଆମେ ଆପଣଙ୍କୁ କହିବାକୁ ଯାଉଅଛୁ। ପ୍ରତ୍ୟେକ ଶୁକ୍ରବାରକୁ ସକାଳୁ ଓ ସନ୍ଧ୍ୟା ଭିତରେ ଘରେ 12ଟି ରୁଟି ବନାନ୍ତୁ। ପ୍ରତ୍ୟେକ ରୁଟି ଉପରେ ଗୋଟିଏ ଗୋଟିଏ ଇଲାଇଚି ରଖିଦିଅନ୍ତୁ ଏବଂ କୌଣସି ବି ଗାଈକୁ ଖୁଆଇ ଦିଅନ୍ତୁ। ଗାଈକୁ କ'ଣ ପାଇଁ ନା, ଗାଈ ମଧ୍ୟରେ 33 କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ। ଗାଈ ସିଂହ ମଝିରେ ଭଗବାନ ଶିବଙ୍କର ବାସ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ ଗୋସେବକ ଥିଲେ। ଯଦି ଆପଣ ପ୍ରତ୍ୟେକ ଶୁକ୍ରବାରକୁ ଏହି ଉପାୟ କରିଦେବେ ତ ଆପଣଙ୍କର ଉନ୍ନତି ହେବା ସହିତ ଆପଣଙ୍କ ଘର ପରିବାରର ଉନ୍ନତି ହେବ। ତେବେ ବନ୍ଧୁଗଣ, ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ତଳେ ଥିବା ଆମର କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଧନ୍ୟବାଦ।